ଓଡ଼ିଶା ସରକାରଙ୍କର ଯୁଗାନ୍ତକାରୀ ଯୋଜନା ଯେତିକି ଅଛି ତାକୁ ଏଓଏନରେ ରୂପାନ୍ତରିତ କରାଯାଇ ଲୋକଙ୍କୁ ସଚେତନ କରିବା ପାଇଁ ଏଇଟା ଗୋଟେ ସରକାରଙ୍କର ପ୍ରୟାସ। ଆଉ ସେହି ପରିପ୍ରେକ୍ଷୀରେ ଆଜି ଚଣ୍ଡିଭଟାରେ ଆମର ଏଓଏନ ସଚେତନତା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଆମର ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଉପସ୍ଥିତ ଥିଲେ ଏବଂ ତାଙ୍କ ସହିତ ଅଲଗା ଅନ୍ୟମାନେ ବ୍ୟକ୍ତି ପଞ୍ଚାୟତର ସମସ୍ତ ଗାଁରୁ ବହୁତ ଲୋକ ସେଠି ଉପସ୍ଥିତ ଥିଲେ। ଆଉ ଏଇଟା ଆମର ପର୍ଯ୍ୟାୟକ୍ରମେ ସବୁ ପଞ୍ଚାୟତରେ ଚାଲିବ। ମୁଁ ଚଣ୍ଡିଭଟା ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିୟୋଜିତ ଅଛି। ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ଆମର ହାଇସ୍କୁଲ ପଡ଼ିଆଠାରେ। ଆଉ ଆମର ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଶ୍ରୀମତୀ ବର୍ଷା ସିଂ ବରିହା, ମାନ୍ୟବର ବିଧାୟିକା ପଦମପୁର, ଆଉ ସବୁ ଅଙ୍ଗନବାଡ଼ି ମ୍ୟାଡ଼ାମ୍ ମାନେ, CRP ମ୍ୟାଡ଼ାମ୍ ମାନେ, MBK ସମସ୍ତେ ଉପସ୍ଥିତ ଥିଲେ। SSG ଗ୍ରୁପ୍ର ମାଆ ମାନେ ବି ଉପସ୍ଥିତ ଥିଲେ। ଆଉ ଆମର ସଞ୍ଚାର ଦଳ ଡୁଙ୍ଗରିପାଲି ତାଙ୍କର କଳା ପରିବେଷଣ କରିଥିଲେ। ତାଙ୍କର ନୃତ୍ୟ ଗୀତ ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ବିଷୟରେ ଜନସାଧାରଣଙ୍କ ଅବଗତି ଲାଗି ବୁଝାଇଥିଲେ। ସାର୍ ନମସ୍କାର, ମୁଇଁ ହେଲି ହର୍ଷବର୍ଦ୍ଧନ ଲୋହାର, ଆମର ଗ୍ରୁପ ରାଧା ଗୋବିନ୍ଦ ସଞ୍ଚାର ଦଳ। ସାର୍ ଆମେ এই জায়গাকে আইলু। এই জায়গাটা ଆମ ଓଡ଼ିଶା ନବୀନ ଓଡ଼ିଶାର ଯୋଜନା ଏଇଟା। এই ଜାଗାରେ ଆମେ 15ଟା ଯୋଜନା ବାବଦରେ ସମ୍ପୂର୍ଣ୍ଣ ଭାବରେ ଆମେ ଟିକିନିକି ହିସାବରେ କହିଥିଲୁ, ଯେନ୍ଟାକି ମମତା ଯୋଜନା, ମିଶନ ଶକ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା, 5T ହାଇସ୍କୁଲ ରୂପାନ୍ତରୀକରଣ, ଆମ ହସ୍ପିଟାଲ, କ୍ରୀଡ଼ା, ବ୍ୟାଙ୍କ ସେବା, ଆମ ଐତିହ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଏସବୁ ବାବଦରେ 15ଟା ଯୋଜନା ବାବଦରେ କହିଲୁ। ଆଜି ଆମେ ବହୁତ ଖୁସି ଅଛୁ। ସବୁ ଝାରବନ୍ଦ ବ୍ଲକର କଳାକାରମାନେ ଆମକୁ ବହୁତ ଆନନ୍ଦ ଲାଗୁଛେ, ଯାହାକି ଆମେ ସରକାରଙ୍କର ବିଭିନ୍ନ ଯୋଜନାକେ ଆମର ମୁଖବାଣୀ ଦ୍ୱାରା ଲୋକଲୋଚନ କରିପାରୁଛୁ। ଆଉ ଏଇଟା ସରକାରଙ୍କର ବହୁତ ବଡ଼ ପଦକ୍ଷେପ। ଆଗ କାଳର ଜମାନାରେ ବ୍ଲକରେ ଗୋଟେ ଗୋଟେ ବ୍ୟାଙ୍କ ଥିଲା। ରାଜ୍ୟ ସରକାର ଗୋଟେ ଗୋଟେ ପଞ୍ଚାୟତରେ ଗୋଟେ ଗୋଟେ ମିନି ବ୍ୟାଙ୍କ ଖୋଲିଛନ୍ତି। ଆମର ଆଦର୍ଶ ସ୍କୁଲ ଅଛି। ତାରପରେ ଆମ ଐତିହ୍ୟ ଯୋଜନା ବର୍ତ୍ତମାନ ଓଡ଼ିଶାର କଳା ସଂସ୍କୃତିର ବିକାଶ କରବାର ଲାଗି ଆମ ରାଜ୍ୟ ସରକାର एवं दर्शनीय स्थान मान को रूपांतरित करबा आगे जाउछ। अनेक सहयोग प्रदान करछ। आमे भाग्यशील मनुष्य तेणु करी आज ई समय रे आमे सरकारंकर कार्यकलाप के जानि पारछु आज्ञा सुविधा में पाई पारछु। हां ठीक दमा शिक्षार विकास 5T हाईस्कुल हेब रूपांतरण। 5T हाईस्कुल हेब रूपांतरण। स्वतंत्र उन्नति परिषद जान, स्वतंत्र उन्नति परिषद जान, हो परिषद जान। शिव ओडिशा जन हे